ସ୍ନେହସ୍ମିତା। ସ୍ନେହସ୍ମିତା ନାଁଟିକୁ ବହୁତ ନାଁରୁ ବାଛି ବାଛି ପ୍ରକାଶ ବାବୁ ତାଙ୍କ ଝିଅ ପାଇଁ ରଖିଛନ୍ତି। କାହିଁକି ବା ନାଁ ରଖିବେ? ବାହାଘର 7 ବର୍ଷ ପରେ କେତେ ଡାକ୍ତର, କବିରାଜ, କେତେ ପୂଜା ତୀର୍ଥ ପରେ ସେ ଝିଅର ଜନ୍ମ। ପ୍ରକାଶ ବାବୁ ଆଉ ତାଙ୍କ ସ୍ତ୍ରୀ ମଧୁ ଦେବୀ ପିଲାଟିଏ ପାଇଁ ପାଖ ପଡ଼ିଶା ଆଉ ବନ୍ଧୁ ବାନ୍ଧବଙ୍କ ଠାରୁ କେତେ ଯେ କଟୁ କଥା ଆଉ ଟାଇ ଟାପରା ସହିଥିଲେ। ଆମ ସମାଜରେ ରହୁଥିବା ଲୋକେ ତ ସେମିତି ହିଁ। ଆଉ କାହାର ଦୁଃଖରେ ସମବେଦନା ଦେବା ବଦଳରେ ମନକୁ କ୍ଷତ ଦେଲା ଭଳିଆ କଥା କହିବାରେ ଉସ୍ତାଦ। ଯେତେବେଳେ ସ୍ମିତା ଡାକ୍ତରଖାନାରେ ଜନ୍ମ ହେଲା, ପ୍ରଥମେ ତାକୁ କେବଳ ଧରି ପ୍ରକାଶ ବାବୁ ଖୁସିରେ କାନ୍ଦି ପକାଇଲେ। କିନ୍ତୁ ସେ କଅଁଳ ଝିଅଟିର ସେ ଶାନ୍ତ ନିଷ୍ପାପ ଡରଡ଼ାର ଚେହେରା ଦେଖି ସେ ବହୁତ ଦୁଃଖ ଭୁଲି ଯାଇଥିଲେ। ପ୍ରକାଶ ବାବୁ କ୍ଲବ ଅଫିସରେ କିରାଣୀ ଭାବରେ କାର୍ଯ୍ୟରତ। ପ୍ରକାଶ ବାବୁ ଏବଂ ତାଙ୍କ ସ୍ତ୍ରୀ ଝିଅ ଆସିଲା ପରେ ତାର ସବୁ ଇଚ୍ଛା ଆଉ ଦରକାର ଜିନିଷ କୁଳତା ପାଇଁ ବଡ଼ ବଡ଼ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଲେ। 4 ବର୍ଷ ନପୁରୁଣୁ ତାଙ୍କୁ ସେ ପାଖ ଇଂରାଜୀ ମାଧ୍ୟମ ସ୍କୁଲରେ ନାମ ଲେଖାଇ ଦେଲେ। ସ୍କୁଲରୁ ଆସି ଯେତେବେଳେ ସେ ଖଣ୍ଡି ଇଂଲିଶର କବିତା ଶୁଣାଇଲା, ପ୍ରକାଶବାବୁ ଆଉ ମଧୁ ଦେବୀଙ୍କର ଖୁସି କହିଲେ ନ ସରେ। ସୁଗନ୍ଧାସ୍ମିତା ନାଁଟି ସତେ କେତେ ସୁନ୍ଦର, ହେଲେ କିଏ ତାକୁ ସ୍ନିଗ୍ଧା ଡାକେ ତ ପୁଣି କିଏ ସ୍ମିତା। କିନ୍ତୁ ଘରେ ସେ ତା ବାପାର ଗୁଗୁଲି ଆଉ ମାଙ୍କର ଧନ। ଧୀରେ ଧୀରେ ସେ ଅତି ଅଳିଅଳିରେ ବଢ଼ିଲା। ମା ମଧୁ ତାଙ୍କୁ ସବୁ ସଂସ୍କାର ଦେଇ ବଡ଼ କରିଥାନ୍ତି। ପ୍ରକାଶ ବାବୁ ଟଙ୍କା ପଇସା ରଖି ତାଙ୍କୁ ଇଞ୍ଜିନିୟର କରିବାର ସ୍ୱପ୍ନ ଦେଖୁଥାନ୍ତି। ସ୍ମିତା ମଧ୍ୟ ପାଠରେ ଯେତେ, ଖେଳ କୁଦରେ ବି ସେମିତି। ସ୍କୁଲରେ ଶିକ୍ଷକ ଆଉ ଛାତ୍ରଛାତ୍ରୀ ସେ ସମସ୍ତଙ୍କ ପ୍ରିୟ। ସତେ ଯେମିତି ସେ ଖୁସି ବାଣ୍ଟିବାକୁ ଆସିଥିବା ପରୀଟିଏ। ପାଖ ପଡ଼ିଶୀ ସାଙ୍ଗ ସାଥୀ କିଏ ତାକୁ ଭଲ ନ ପାଏ। ଯେମିତି ଚଳାଚଞ୍ଚଳ, ସେମିତି ନିର୍ଧୂମ, ଭଦ୍ର ଆଉ ବୁଦ୍ଧିମତୀ। ମନଟି ଦୟାରେ ପୂର୍ଣ୍ଣ। ଦେଖୁ ଦେଖୁ +2 ପରୀକ୍ଷାରେ ବହୁତ ଭଲ ନମ୍ବର ରଖି ପାସ୍ କଲା। ପ୍ରକାଶବାବୁଙ୍କ ମଧ୍ୟ ମନ ଖୁସିରେ କୁଣ୍ଡେମୋଟ ଯେମିତି ପାଦ ତଳେ ଲାଗୁ ନଥାଏ। ମିଠା ଆଣି କଲୋନୀ ସାରା ବାଣ୍ଟିଲେ। ସ୍ନିଗ୍ଧା ମଧ୍ୟ ବାପା ମାଙ୍କ ଖୁସି ଦେଖି ବହୁତ ଖୁସି ହେଲା। ଏବେ ପ୍ରକାଶବାବୁ ବୁଝାବୁଝି କରିବା ଲାଗିଗଲେ କି କେଉଁ ଇଂରାଜୀ କଲେଜ ଭଲ, କେଉଁଠି ପଢ଼ିବ, କେଉଁଠି ରହିଲେ ଭଲ ହେବ। କିନ୍ତୁ ସ୍ନିଗ୍ଧା ବହୁତ ଭଲ ବାସ୍କେଟବଲ ଖେଳୁଥାଏ। ତା ମନ ଆଗକୁ ସ୍ପଟ ହୋଟେଲରେ ରହି ପଢ଼ିବାକୁ ହେଲେ ସାହସ କରି ତା ବାପାଙ୍କୁ କହିପାରୁ ନଥାଏ। କାରଣ ସବୁ ବାପ ମା ଭଳି ସେ
ତାକୁ +2 ସମୟରେ ଖେଳିବାକୁ ବି ମନା କରିଥିଲେ। ତା ବାପା ଭୟ କରୁଥିଲେ ଖେଳାଖେଳିରେ ମଧ୍ୟ ଦେଲେ କମ୍ ନମ୍ବର ଆସିବ। ଏବେ ପୁଣି ତାକୁ ଇଞ୍ଜିନିୟରିଂ କରିବାକୁ କହିଲେଣି। ହେଲେ ତାର ଇଞ୍ଜିନିୟରିଂ କରିବା ଟିକିଏ ହେଲେ ଇଚ୍ଛା ନ ଥାଏ।